ମୁଁ ବର୍ତ୍ତମାନ କରିବି ଆମ୍ବ କଞ୍ଚା ଲଙ୍କା ମିକ୍ସ ଆଚାର। ଆମ୍ବ ଗୁଡ଼ା ସବୁ ଧୋଇ ଧାଇକିରି ଫାଳ ଫାଳ କରି କାଟି ଦେଇଛି। କଞ୍ଚା ଲଙ୍କା ଡେମ୍ଫ ଅଲଗା ଆଉ କଞ୍ଚା ଲଙ୍କା ସବୁ ବାଛିକି ରଖିଦେଇଛି। ଆଉ ଆମ୍ବ ଗୁଡ଼ାକ ସବୁ ତାକୁ ଗ୍ରାଇଣ୍ଡରରେ କି ଚପ୍ରେ ଯେଉଁଥିରେ ହେଲେ ଛୋଟ ଛୋଟ କରିଦେଲେ ଟିକେ ଭଲ ହେବ ଖାଇବା ପାଇଁ, ଏଇନା ବଡ଼ ବଡ଼ ପିସ୍ ହେଇଯାଉଛି। ଏଠି ନେଇଛି ମୁଁ 4 ଚାମଚ ପାନ ମଧୁରୀ, ମେଥି 1 ଚାମଚ, ସୋରିଷ 2 ଚାମଚ ଆଉ ଜିରା 1 ଚାମଚ। ତାକୁ ହାଲକା କଡ଼େଇରେ ଟିକେ ଭାଜି ଦେବା। ତାପରେ ଏଠି ମୁଁ ଆମ୍ବ ଗୁଡ଼ା ସବୁ ଟିକେ ଦରଦର ଖଣ୍ଡା କରିଦେଇଛି। ତାପରେ ଏଠି ସବୁ ଭାଜି ସାରିଲା ପରେ ମୁଁ ସେ ଆଚାର ଉପରେ ଏଇ ଆଚାର ମସଲା ଲୁଣ ହଳଦୀ ସବୁ ପକାଇଦେଲି। ତାପରେ କଡ଼େଇରେ ସୋରିଷ ତେଲକୁ ଗରମ କରିକିରି ପାନ ମଧୁରୀ ଅଳ୍ପ ଟିକେ ଆଉ ମେଥି ଅଳ୍ପ ଟିକେ ହଳଦୀ ଆଉ କାଶ୍ମୀର ଲଙ୍କାଗୁଣ୍ଡ ତାକୁ ପକାଇ ଗରମ କରି ଆଚାର ଦେହରେ ଢାଳିଦେଲି। ଆମର ପ୍ରସ୍ତୁତ ହେଇଗଲା।